ବର୍ତ୍ତମାନ ମୁଁ ଗୋଟାଏ ଗପ କହିବି। ସେ ମୋ ଗପର ନାମ ହେଉଛି ଅନ୍ଧ, ଛୋଟା ଏବଂ ରାଜକୁମାରୀ କଥା। ବର୍ତ୍ତମାନ ତେବେ ଗପଟି ଆରମ୍ଭ କରୁଛି। ଗୋଟେ ଦେଶରେ ଜଣେ ରଜା ଥିଲେ। ସେ ଲୋକମାନଙ୍କୁ ବହୁତ ଭଲ ଭାବରେ ପାଳନ କରୁଥିଲେ। କିନ୍ତୁ ତାଙ୍କର ଗୋଟେ ଦୁଃଖ ଥିଲା, ରଜାଙ୍କର କୌଣସି ପୁତ୍ର ସନ୍ତାନ ନଥିଲା। ଦିନେ ରଜା ଋଷିଙ୍କ ବର ପାଇକିରି ସେ ଗୋଟେ କନ୍ୟା ହେବାକୁ ବର ପାଇଲେ। ରଜାଙ୍କର ଗୋଟେ କନ୍ୟା ଜନ୍ମ ହେଲା, କିନ୍ତୁ ସେ କନ୍ୟାଟି ତାର 3ଟା ସ୍ତନ ଥିଲା। ତେଣୁ ସମସ୍ତେ ଗଣକ ପଣ୍ଡିତ ସମସ୍ତେ କହିଲେ ଏ କନ୍ୟାଟି ଅଶୁଭ। ଯେହେତୁ ତାର 3ଟି ସ୍ତନ, ତେଣୁ ତାକୁ ଅଲଗା ରଖାଯାଉ। ରଜା ତା ଲାଗି ଅଲଗା ଉଆସ କରିଦେଲେ। ସେ ଉଆସରେ କନ୍ୟା ପାଖରେ ବହୁତ ଦାସୀ ଦାସୀ ରଖିଲେ, କିନ୍ତୁ ଝିଅଟି ଅଲଗା ହେଇକିରି ରହିଥାଏ। ଝିଅର ବୟସ ହେଲା, ତାକୁ ବାହା କରିବାକୁ ରଜା ଚାହିଁଲେ, କିନ୍ତୁ ଅଶୁଭ ବୋଲି ଜାଣିକିରି କୌଣସି ରାଜପୁତ୍ର ତାକୁ ବିବାହ ହେବାକୁ ଆସିଲେନି। ଯେମିତି ଆସିଲେନି ବିବାହ ହେବାକୁ, ରଜା ଘୋଷଣା କଲେ, ଯିଏ ମୋ ଝିଅକୁ ବାହା ହେବ ତାକୁ ମୁଁ ରାଜା କରେଇବି ଏବଂ ମୋ ଝିଅକୁ ବାହା କରେଇବି। ତଥାପି ବି କେହି ବାହା ହେବାକୁ ଆସିଲେନି। ରାଜ୍ୟରେ ଡେଙ୍ଗୁରା ଦେଇକିରି ରଜା ଏମିତି କହୁଥାନ୍ତି, ଗୋଟେ ଛୋଟା ଏବଂ ଅନ୍ଧ ସେମାନେ ବହୁତ ସାଙ୍ଗ ଥାନ୍ତି। ସେମାନେ ଯାଉଥିଲେ। ଅନ୍ଧଟି କହିଲା, ମୋର ତ ଜୀବନ ବେକାର ହେଇଗଲା। ମୁଁ ଯଦି ରାଜକୁମାରୀ କି ବାହା ହେବି, ତେବେ ମୁଁ ରାଜ୍ୟରୁ ରାଜ୍ୟ ପାଇବି ଏବଂ ରାଜକୁମାରୀ କି ବାହା ହେବି। ହୁଅନ୍ତୁ ଯେ ଅଶୁଭ ଭାବିକିରି ସେ ଅନ୍ଧ ରଜାଙ୍କୁ ଯାଇକିରି କହିଲା, ମୁଁ ଆପଣଙ୍କ ଝିଅକୁ ବାହା ହେବି। ରଜା ଏତେ ବ୍ୟସ୍ତ ଥିଲେ ଯେ ରଜା ତାଙ୍କ ଝିଅର ପାଇଁ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ। ରଜା ଯେମିତି ରାଜି ହେଇଗଲେ, ଝିଅଟିର ବାହାଘର ହେଲା। ଝିଅଟିକି ଯାନି ଯୌତୁକ ଦେଇକିରି ଛୋଟା ଅନ୍ଧ ଯାଇକିରି ଗୋଟେ ଘରେ ରହିଲେ। ଏମିତି କିଛି ଦିନ ଗଲା ଭାରି। ଏ ସମୟରେ ଛୋଟା କ'ଣ କଲା, ଦିନେ ଭାବିଲା ଯେ ଇଏ ତ ଅନ୍ଧ, ମୁଁ ରାଜକୁମାରୀ କି ବାହା ହେଇକିରି ରହିବି। ଭାବିକିରି ରାଜକୁମାରୀ ସାଙ୍ଗରେ ଖେଳ ଖୁସି କରେ ଛୋଟା, କିନ୍ତୁ ଅନ୍ଧ ଜାଣିପାରେନି, କାରଣ ସେ ଅନ୍ଧ। ଦିନେ କ'ଣ ହେଲା, ସେମାନେ ଭାବିଲେ ରାଜକୁମାରୀ ଏବଂ ଛୋଟା ଭାବିଲେ ଯେ ଅନ୍ଧକୁ ମାରିଦେବେ। ଅନ୍ଧକୁ କେମିତି ମାରିବେ? ତେଣୁ ନାଗ ସାପ ଆଣିକିରି ନାଗ ସାପ ସେ ତାୱାରେ ଭାଜିଲେ। ତାୱାରେ ଯେତେବେଳେ ଭାଜୁଛନ୍ତି, ସେତେବେଳେ ଅନ୍ଧ ବସିଛି। ଅନ୍ଧକୁ ମାଛ ବୋଲି କହିକିରି ତାକୁ ଖାଇବାକୁ ଦେଇକିରି ମାରିଦେବେ ବୋଲି ଭାବିଥିଲେ, ଏବଂ ସେ ନାଗ ସାପର ଏତେ ମହିମା ଯେ ସେ ଅନ୍ଧର ଆଖି ଖୋଲିଗଲା। ଅନ୍ଧରୁ ସେ ମୁକ୍ତି ପାଇଗଲା। ଅନ୍ଧରୁ ଯେମିତି ମୁକ୍ତି ପାଇଗଲା, ସେ କ'ଣ ହେଉଛି ଦେଖିବା ଲାଗି ବସିଲା। ଛୋଟା ଆଉ ରାଜକନ୍ୟା ଠରାଠରି ହେଉଥାନ୍ତି, ଖୁସି ବାସିଥାନ୍ତି, ଆକୁ କେମିତି ମାରିବେ ଏକଥା ଜାଣିକିରି ଅନ୍ଧ କିନ୍ତୁ ଚୁପ୍ ହେଇକିରି ବସିଥାଏ, କ'ଣ କରୁଛନ୍ତି। ତାପରେ ଛୋଟା ଆସିଲା, ରାଜକୁମାରୀ ଆସିଲେ। ସେମାନେ ତାକୁ ନାଗ ସାପ ଭଜା ଖାଇବାକୁ ଦେଲେ। ଏହା ଦେଖିକିରି ଅନ୍ଧ ରାଗି ଯାଇକିରି ଛୋଟାକୁ ରାଜକୁମାରୀ ଉପରେ ଫିଙ୍ଗିଦେଲା। କିନ୍ତୁ ଏ ରାଗର ଫଳଟା ଓଲଟା ହେଲା। ରାଜକୁମାରୀର ଯେଉଁ 3ଟା ସ୍ତନ ଥିଲା, ତାର ଗୋଟେ ସ୍ତନ ଉଡ଼ିଗଲା ଏବଂ ଛୋଟାର ଗୋଡ଼ଟା ଭଲ ହେଇଗଲା। ବୋଲେ ଏମାନେ ଅନ୍ଧ କହିଲା, ତମେ ଏମିତି କାହିଁକି ମୋତେ କରୁଥିଲ? ତମେ ତ ଏତେ ସାଙ୍ଗ ଥିଲ, ତମେ ତ ରାଜକୁମାରୀ ମୋତେ ବାହା ହେଇଥିଲେ। ବୋଲେ ଛୋଟା ତାର ଭୁଲ ମାଗିଲା ଏବଂ ରଜାଙ୍କ ପାଖକୁ ଗଲେ। ରଜା ଝିଅକୁ ଦେଖି ଏବଂ ଅନ୍ଧର ଆଖି ଠିକ୍ ହେଇଯିବାର ଦେଖି ବହୁତ ଖୁସି ହେଲେ ଏବଂ ତାକୁ ରାଜ୍ୟ ଦେଲେ। ଏମାନେ ରାଜ୍ୟ ଗାଦିରେ ବସି ରାଜ୍ୟ ଶାସନ କଲେ ଏବଂ ବହୁତ ଖୁସିରେ ରହିଲେ। ଛୋଟା ତାର ଭୁଲ କରିଥିବାରୁ
ଅନ୍ଧ ତାକୁ ପାଖରୁ ବାହାର କରିଦେଲା ଏବଂ କହିଲା ତୋ ପରି ସାଙ୍ଗ ମୋର ଦରକାର ନାହିଁ। ତେଣୁ ଛୋଟା ପଳେଇଲା। ଅନ୍ଧ ଆଉ ରାଜକୁମାରୀ ଖୁସିରେ ରହି ରାଜ୍ୟ ପାଳନ କଲେ ଏବଂ ଆଦର୍ଶ ରଜା ହୋଇକରି ସେ ଅନ୍ଧ ରହିଲା। ବର୍ତ୍ତମାନ ମୋ କଥାଟି ସରିଲା। ମୁଁ କାଲି ଫେର ଆଉ ଗୋଟେ ଗପ କହିବି।